ଖୋ ଖୋ ରାଣୀ ଆମର ସ୍କୁଲ ଆଗରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଲଗାଣ ବର୍ଷା ଯୋଗୁଁ ସ୍କୁଲ ପରିସରରେ କୃତ୍ରିମ ବନ୍ୟା। ଆଣ୍ଠୁଏ ପାଣି ଦେଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ସରକାର ଉନ୍ନତମାନର ଶିକ୍ଷାଦାନ ପାଇଁ ଅନେକ ଯୋଜନା କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକୁ 5Tରେ ରୂପାନ୍ତରଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ବି ଅନେକ ସ୍କୁଲ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏଭଳି ଏକ ଅବ୍ୟବସ୍ଥିତ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ। ଏହି ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି। ଗତ 2 ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଆଜି ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି। ଅଞ୍ଚଳରେ ଗତ 2 ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜଳ ନିଷ୍କାସନ ହୋଇନପାରି ସ୍କୁଲ ପରିସରରେ ପାଣି ଜମି ରହିଥିବା ଜଣାପଡ଼ିଛି। ଆଜି ଛୋଟ ପିଲାମାନେ ଆଣ୍ଠୁଏ ପାଣିରେ ପାର ହୋଇ ଆସିବାକୁ ପଡ଼ୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କୁନି ଛୁଆମାନଙ୍କ ସହ ଛାତ୍ରଛାତ୍ରୀମାନେ ପାର ହେଉଥିବା ବେଳେ ଅନେକ ପ୍ୟାଣ୍ଟ ସାର୍ଟ ସହ ବହିପତ୍ର ଭିଜି ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଅବ୍ୟବସ୍ଥାକୁ ଦେଖି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ ଏତେ ବର୍ଷା ଜଳ ଜମି ଯାଇଛି ଯେ ସତେ ଯେମିତି ଏକ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ସୂଚନା ଥାଉ କି ସ୍କୁଲ ନିକଟରେ ଏକ ନାଳ ଥିବାରୁ ବର୍ଷା ଜଳ ଉକ୍ତ ନାଳ ଦେଇ ନିଷ୍କାସିତ ହେଉଥିଲା। ହେଲେ ଜଣେ ବ୍ୟକ୍ତି ଉକ୍ତ ନାଳକୁ ଜେସିବି ସାହାଯ୍ୟରେ ପୋତି ଦେଇଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇନପାରି ଏଭଳି ପରିସ୍ଥିତି ଦେଖାଦେଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଆମେ ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ ଭୋଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସ୍କୁଲ କମିଟି ସହ ଆଲୋଚନା କରି ଏହାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। এটা কালি রাতেটা যেন বর্ষা হেলা বর্ষা এটা পানি এটা পুরি যাইছে আমি যেন নালটা ଦେଇଥିନୁ ସେ ନାଲରେ କେନ୍ ଗୋଟେ ଲୋକଟେ ଗାଁର ସାରା ଜେସିବିରେ ତାକେ ପାଟି ଦେଇଛେ ବୋଲେ ସେଥିଲାଗି ପାଣି ଏଇଟା ଜମା ହେଇକିରି ଅଛେ। ଆପଣ କାହାକୁ ଜଣାଲେ ନା? ନାଇଁ ଏବେ ତ ମୁଇଁ ଆସିଲା ବେଳକୁ ପାଣି ଏଇଟା ଜମା ହେଇକିରି ଅଛେ ଆଉ ଦେଖିଲା ବେଳକୁ ପାଣି ଜମା ହେଇଛି ଆଉ ମୁଁ କାହାକୁ ବର୍ତ୍ତମାନ ତ ଜଣେ ନାହିଁ। ଆପଣଙ୍କ ନାଁ? ହେମନ୍ତ ଭୋଇ, ପଦବୀ? ପ୍ରଧାନ ଶିକ୍ଷକ ପୋଡ଼ାପଦ ପ୍ରାଥମିକ ବିଦ୍ୟାଳୟ। ଅଙ୍ଗନବାଡ଼ି କର୍ମୀ ଅଟେ। ଆର 3 ରୁ 6 ବର୍ଷ ଶିଶୁମାନଙ୍କୁ ଆମେ ସ୍କୁଲ ଶିକ୍ଷା ଦେଇଥାଉ। ସେମାନେ ଆସିବାରେ ଏଇ ପାଣିରେ ବହୁତ ଅସୁବିଧା ହେଉଛି ଯେହେତୁ ଛୋଟ ଛୁଆମାନେ ଦେଇକି ଆସିବାର ଲାଗି ରାସ୍ତାରେ ଚାଲିକିରି ଆସିବାର ଲାଗି ବହୁତ ଅସୁବିଧା ହେଉଛି। ଏଥିରେ ଗୋଟେ ତୁରନ୍ତ ପଦକ୍ଷେପ ନେଲେ ଏ ପାଣିକି ନାଇଁ ଜମା ନି ହେବା ବୋଲି ତୁରନ୍ତ ଯଦି ଆମର ବିଡ଼ିଓ କି ସରପଞ୍ଚ ଯିଏ ବି ହଉ ଆମର ଯଦି ଟିକେ ସୁବିଧା କରିପାରିବେ ହେଲେ କେନ୍ତାକରି ନି ଜମବା ଏଠାନେ ଆରୁ ଆମେ ସମସ୍ତେ ଭଲସେ ଆସିଯାଇପାରମୁ ସେଥିରେ ଗୋଟେ ପଦକ୍ଷେପ ଜଲ୍ଦି ଯେକୌଣସି ବିଡ଼ିଓ ହଉ କି ସରପଞ୍ଚ ହଉ ପଦକ୍ଷେପ ନେଲେ ଆମେ ଖୁସି ହେବୁ। ଆପଣଙ୍କ ନାଁ? ବିଟିଶ୍ରୀ ନାୟକ, ପୋଡ଼ାପଦ କର୍ମୀ। ମୋ ନାଁ ହେଲା ତରଙ୍ଗିନୀ ସେଠୀ। ମୁଇଁ ପୋଡ଼ାପଦରେ ଆଶା ଭାବରେ କାମ କରୁଛେ ଆର୍ ମୁଇଁ ଆଜି ଡ୍ୟୁଟି ଅଛେ। ଡ୍ୟୁଟି ଆଇଲା ପରେ ଦେଖିଲି ଯେ ରାସ୍ତାରେ ପୁରା ବହୁତରେ ପାଣି ଜମି ଯାଇଛେ। ଛୁଆମାନଙ୍କୁ ନେବାର ଆନବାର ବହୁତ ଅସୁବିଧା ହେଉଛି। ଆମେ ବି ପୁରା ଆଣ୍ଠେରୁ ଉପରକେ ପାଣିରେ ଆମେ ଭିତରେ କ୍ରସ୍ କରିକି ରହିଛୁ। ଯେହେତୁ ଆମକୁ ତ ଗଭର୍ଣ୍ଣମେଣ୍ଟ ଡ୍ୟୁଟି ଦେଇଛେ ସେଦିନ ଡ୍ୟୁଟି କରିବାର ଲାଗି ବାଧ୍ୟ। ସେଥିର୍ଲାଗି ଏତେ ପାଣିଟା କେମିତି ଶୁଖିବାର ବ୍ୟବସ୍ଥା ତୁରନ୍ତ ପଦକ୍ଷେପ ନେଲେ ବେଶୀ ଭଲ ହେବା ବୋଲି ବି ଭାବୁଛେ। আমার পানি ব্যবস্থা হো আজ্ঞা আর এখানে অসুবিধা হয়েছে পানি পুড়ি করে রয়েছে আর কিছু মিলবা নেই কিছু গাড়ি মতো আর ঝাঁ ঝাঁ করুন ছুয়া মানে হিটি পড়ুছেন পানি সবজি সুবিধা করে পড়ি আসবা গলা ডরি মরুছেন। কেন এটা এন্তা হয়েছে? পুরা পদ স্কুলে। তোমার না? লতা চৌহান। তোমার গাঁ? পুরা পদ। ବୌଦ୍ଧରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ ସମ୍ଭବ ଟିଭି ଓଡ଼ିଆ।